ଶ୍ଲୋକରେ କହୁଛନ୍ତି ବର୍ତ୍ତମାନ कृष्ण मात्रा स्पर्शस्तु कौन्तेय शीतोष्ण सुख दुःखदाः आगम अपायिन नित्याः तां तितिक्षसो भारत। ଏଠାରେ ସେ କଣ କହୁଛନ୍ତି? ମାତ୍ରା ସ୍ପର୍ଶା ତୁ କନ୍ତେୟ ଶୀତୋଷ୍ଣ ସୁଖ ଦୁଃଖଦାଃ ଆଗମ ଅପାୟିନ ଅନିତ୍ୟାଃ ତାନ୍ ତିତିକ୍ଷାସୋ ଭାରତ। କହୁଛନ୍ତି ହେ ଭାରତ କୌନ୍ତେୟ ମାନେ କୁନ୍ତୀଙ୍କର ପୁଅ ଅର୍ଜୁନ ତାଙ୍କୁ କହୁଛନ୍ତି ଯେ ଅନିତ୍ୟ ଟେମ୍ପରାରୀ କୋଉଟା ଆଗମ ଅପାୟନ ଅନିତ୍ୟ ଅନିତ୍ୟ କୋଉଟା ଅନିତ୍ୟ କହୁଛନ୍ତି ଏ ସୁଖ ଆଉ ଦୁଃଖ ଅନିତ୍ୟ ମାନେ ଟେମ୍ପରାରୀ ସୁଖ ଆଉ ଦୁଃଖ ହଉଛି ଟେମ୍ପରାରୀ ଏମାନେ କଣ ଆଗମ ଅପାୟନ ମାନେ ଆସୁଛନ୍ତି ଯାଉଛନ୍ତି ଏଠି ପରମାନେଣ୍ଟଲି ରହୁନାହାନ୍ତି ଠିକିକି ରହୁନାହାନ୍ତି ଏବଂ ଏମାନଙ୍କୁ ସେ ତୁଳନା କରୁଛନ୍ତି କାହା ସାଙ୍ଗରେ ନା ଶୀତ ଉଷ୍ଣ ଯେମିତି ଶୀତ ଆଉ ତାପ ଆସୁଛି ଯାଉଛି ଏଠି ଠିକିକି ରହୁନି ଏକ୍ଜାକ୍ଟଲି ସେଇଭଳି ସୁଖ ଦୁଃଖ ଆସୁଛି ଯାଉଛି ବୋଲିକି କହୁଛନ୍ତି ତାନ୍ ତିତିକ୍ଷସ୍ୱ ଭାରତ। ତେଣୁ ତାକୁ ସହିବାକୁ ପଡିବ କାହିଁକି ମାତ୍ରା ସ୍ପର୍ଶସ୍ତୁ ଇଏ ହଉଛି କେବଳ ଇନ୍ଦ୍ରିୟ ଭୋଗରୁ ତାର ଜନ୍ମ ଏଇ ଯୋଉ ସୁଖ ଆଉ ଦୁଃଖ ମାତ୍ରା ସ୍ପର୍ଶ। ତେଣୁ ଏ ଶ୍ଲୋକରେ ଏଇଭଳି ସେ କହିଲେ ଆମେ ଏ ଶ୍ଲୋକଟିକୁ ଭଲ କି ଆଲୋଚନା କରିବା। ପ୍ରଥମେ ସେ କହୁଛନ୍ତି ଯେ ମାତ୍ରା ସ୍ପର୍ଶସ୍ତୁ ମାତ୍ରା ସ୍ପର୍ଶତୁ ମାନେ ସେ କହୁଛନ୍ତି ଯେ ଏଇ ଯୋଉ ଶରୀରରେ ଯୋଉ କଷ୍ଟ ଆନନ୍ଦ ସୁଖ ଦୁଃଖ ଯାହା ବି ଆସୁଛି ଆକ୍ଚୁଆଲି ଏ ଶରୀରର ସେଗୁଡା ମୋର ନୁହେଁ ସେଟା ଆତ୍ମା ସାଙ୍ଗରେ ତାର କିଛି ସମ୍ପର୍କ ନାହିଁ ଅର୍ଜୁନ କିନ୍ତୁ ଆମେ ତାକୁ ଫିଲ୍ କରୁଛେ ଆମର ତା ସହିତ କିଛି ଲେନା ଦେନା ନାହିଁ କିନ୍ତୁ ଆମେ ଫିଲ୍ କରୁଛେ କାହିଁକି ଫିଲ୍ କରୁଛେ ମାତ୍ର ସ୍ପର୍ଶ ତୁ ବୋଲିକି କହୁଛନ୍ତି ସ୍ପର୍ଶ ତୁ ମାତ୍ର ସ୍ପର୍ଶ ତୁ ମିସ୍ ଆଇଡେଣ୍ଟିଫିକେସନ କଣ ମିସ୍ ଆଇଡେଣ୍ଟିଫିକେସନ ନା ଯେତେବେଳେ ମୁଁ ଭାବୁଛି ମୁଁ ମୁଁ ନୁହେଁ ଆତ୍ମା ନୁହେଁ ମୁଁ ଶରୀର ଏତେବେଳେ ସେତେବେଳେ ଏଇ ପ୍ରୋବ୍ଲେମଟି ଦେଖା ଦଉଛି ତାହେଲେ ମୁଁ ଯେତେବେଳେ ନିଜକୁ ୟାକୁ କହନ୍ତି ମିସ୍ ଆଇଡେଣ୍ଟିଫିକେସନ ମିସ୍ ଆଇଡେଣ୍ଟିଫିକେସନ ଅଫ ଆୱାର ସେଲ୍ଫ ୱିଥ ଦ ବଡି ଆମେ ନିଜକୁ ବଡି ଶରୀର ବୋଲିକି ମନେ କରୁଛେ ଏ କାହିଁକି ଏ ପ୍ରୋବ୍ଲେମ ହଉଛି ଏ ଶରୀର ଏଇ ମିସ୍ ଆଇଡେଣ୍ଟିଫିକେସନର କାରଣ କଣ ତା କାରଣ ମଧ୍ୟ ଆମେ ତାର କାରଣ ହଉଛି ଯେ ଭଗବାନଙ୍କ ପାଖରେ ଆମେ ଥିଲେ ତାଙ୍କର ଆମେ ହଉଛେ ଇଟରନାଲ ସର୍ଭିଟର ଇଏ ହଉଛି ଆମର ଆକ୍ଚୁଆଲ ପୋଜିସନ ଆମେ ହଉଛେ ତାଙ୍କର ଦାସ ସେବକ କିନ୍ତୁ ଆମେ ସେ ପୋଜିସନ ଚେଞ୍ଜ କରିବାକୁ ଚେଷ୍ଟା କଲେ ଯେ କାହିଁକି ଆମେ ତାଙ୍କର ସେବା କରିବା ସେ ଏନ୍ଜୟ କରିବେ ତାପରେ ଆମେ ଆନନ୍ଦ ପାଇବା ଆମେ ଡାଇରେକ୍ଟଲି ଆନନ୍ଦ କାହିଁକି ନ ପାଇବା ତେଣୁ ଭଗବାନ କହିଲେ ଆମେ ମଧ୍ୟ ଟିକେ ଏନ୍ଜୟ କରିବୁ ଆପଣଙ୍କୁ ଟିକେ ଇଣ୍ଡିପେଣ୍ଡେଣ୍ଟ ହେଇକି ଏନ୍ଜୟ କରିବୁ ଆମର ବ୍ୟବସ୍ଥା କରନ୍ତୁ ବ୍ୟବସ୍ଥା କଲେ ଭୌତିକ ଜଗତଟିଏ ଦେଲେ ଭୌତିକ ଶରୀର ଦେଲେ କହିଲେ ଏଇ ଶରୀର ମାଧ୍ୟମରେ ଏନ୍ଜୟ କରିବ ଇଏ ଫଲ୍ସ ଏନ୍ଜୟମେଣ୍ଟ କିନ୍ତୁ ଆଉ ଉପାୟ ନାହିଁ କାହିଁକି ନା ଆମେ ଫଲ୍ସ ପୋଜିସନ ନେଇଛେ ତେବେ ସେଥିପାଇଁ କଣ କଲେ ନା ଶରୀର ଦେଲେ ଏବଂ ଶରୀର ଦେଲେ ତା ସାଙ୍ଗେ ସାଙ୍ଗେ ଗୋଟେ ଅହଙ୍କାର ମନୋବୁଦ୍ଧି ଅହଙ୍କାର ଯୋଉ ଅହଙ୍କାରଟିକୁ ଦେଇଛନ୍ତି ସେ ଅହଙ୍କାରର ରୋଲ କଣ ସେ ଅହଙ୍କାରର ରୋଲ ହଉଛି ସେ ଗୋଟେ ସଫ୍ଟୱେର ସିଏ କଣ କରୁଛି ନା ଭଗବାନଙ୍କଠୁ ଆମକୁ ଦୂରେଇ ଦଉଛି ଯଦି ଦୂରେଇ ନଦବ ଭଗବାନଙ୍କଠୁ ଆମକୁ ଆମକୁ ଭୁଲେଇ ନଦବ ତାହେଲେ ଆମେ କଣ କରିବା ଆମେ ତ ତାଙ୍କର ଦାସ ଆମେ ତାଙ୍କର ସେବା ହିଁ କରିବା ତେଣୁ ପ୍ରଥମ କାମ ହେଲା ସେ ଆମକୁ ଆମକୁ ଭଗବାନଠୁ ଦୂରଉଛି ଦ୍ୱିତୀୟ କାମ କଣ କରୁଛି ସେ କହୁଛି ଯେ ଆମକୁ ତମେ ଆତ୍ମା ନୁହେଁ ତମେ ଶରୀର ଏଇ ହଉଛି ମିସ୍ ଆଇଡେଣ୍ଟିଫିକେସନ ଫଲ୍ସ ଇଗୋ ଯୋଉଟା ଅହଙ୍କାର ଆମେ କହୁଛେ ସିଏ ମିସ୍ ଆଇଡେଣ୍ଟିଫାଇ କରଉଛି ଆମକୁ ଶରୀର ସାଙ୍ଗରେ ଏ ମିସ୍ ଆଇଡେଣ୍ଟିଫିକେସନର ଏକ୍ସାମ୍ପଲ ହଉଛି ଯେ ଗୋଟେ ଏକ୍ସାମ୍ପଲ ଆମେ ଦେଇପାରିବା ଧରନ୍ତୁ ଆମେ ରାସ୍ତାରେ ଯାଉଛେ ମୁଁ କାରରେ ଯାଉଛି ଏବଂ କାରରେ ଗଲାବେଳେ ମୁଁ ମିରରକୁ ଜଣେ କିଏ ମାରିଦେଇକି ଚାଲି ଯାଉଛି ମୁଁ ସେ ହାତକୁ ବନ୍ଦ କରିଦଉଛି ମୁଁ ଯେତେବେଳେ ମିରରରେ ମାନେ ମୋ ମିରରଟାକୁ ଜଣେ କିଏ ମାରିଦେଇକି ଯାଉଛି ସେ ହଉଛି ଅଟୋ ରିକ୍ସା ମୁଁ ହଠାତ୍ ସେ କାଚ ଭିତରୁ ବାହାରିକି କଣ କହୁଛି ଏ ଅଟୋ ବୋଲିକି କହୁଛି କିନ୍ତୁ ସେ ଅଟୋ ନୁହେଁ ସେ ଅଟୋ ଚାଳକ ସେ ଗୋଟେ ମଣିଷ କିନ୍ତୁ ମୁଁ କହୁଛି ଅଟୋ ଏବଂ ମୁଁ ନିଜକୁ ଭାବୁଛି କାର ତ ଇଏ ହଉଛି ମିସ୍ ଆଇଡେଣ୍ଟିଫିକେସନ ଆମେ କଣ କରୁଛେ ନା ସବୁବେଳେ ଏଇଭଳି ମିସ୍ ଆଇଡେଣ୍ଟିଫାଏ କରୁଛେ
ଏଇ ଆମର ଯୋଉ ସଫ୍ଟୱେୟାରଟି ଦେଇଛନ୍ତି ଫଲ୍ସ ଇଗୋ ତା କାମ ସେୟା। ତେଣୁ ତା ଯୋଗୁ ଆମକୁ ଏଇଭଳି ଆମେ ଅନୁଭବ କରୁଛେ বা ଆମର ମିସ୍ ଆଇଡେଣ୍ଟିଫିକେସନ ଯୋଗୁ ଆମେ ଯଦି ଶରୀର କଷ୍ଟ ପାଉଛି ବା ଶରୀର ଯୋଉ ଆନନ୍ଦ ପାଉଛି ଆମେ ଭାବୁଛେ ଯେ ସିଏ ଆମର ବୋଲିକି। ଇଏ ହେଲା ମାତ୍ରା ସ୍ପର୍ଶ। କିନ୍ତୁ ମୁଁ ୟାକୁ ଡିଟେଲ୍ସ ଆଲୋଚନା କରିବି। ପ୍ରଥମେ ଦେଖନ୍ତୁ, ଏଇ ଯୋଉ ଜିନିଷଟା ହଉଛି ଆମର ଆଧ୍ୟାତ୍ମିକ ଜ୍ଞାନର ଅଭାବ। ଏନିୱେ ପ୍ରଥମେ ଦେଖନ୍ତୁ ମାତ୍ରା। ମାତ୍ରା କଣ? ଗୋଟିଏ ଗୋଟିଏ ୱାର୍ଡ ଆମେ ଯିବା। ମାତ୍ରା ହଉଛି ଇନ୍ଦ୍ରିୟ। ମାତ୍ରାର ଅର୍ଥ ହଉଛି ମାପ, ମେଜରମେଣ୍ଟ। ଆମେ କଣ କରୁଛେ, ଆମ ଇନ୍ଦ୍ରିୟ ଦ୍ୱାରା ଆମେ ସୁଖ ଦୁଃଖକୁ ମାପୁଛେ ସବୁବେଳେ। ଆମର ଇନ୍ଦ୍ରିୟ କେତୋଟି? 11ଟି। କିନ୍ତୁ ଆମର ଜ୍ଞାନେନ୍ଦ୍ରିୟ ହଉଛି 5ଟି। ସେଇ ଯୋଉ ଜ୍ଞାନେନ୍ଦ୍ରିୟ 5ଟିରେ ଆଖି, କାନ, ନାକ, ଜିଭ, ଚର୍ମ, ଏଇ 5ଟି ଦ୍ୱାରା ଆମେ କଣ କରୁଛେ, ସୁଖ ଦୁଃଖକୁ ମାପିବାକୁ ଚେଷ୍ଟା କରୁଛେ। କିଏ କେତେ ସୁଖ ଦଉଛି, କାନ କେତେ ଦେଲା, ଆଖି କେତେ ଦେଲା, এইଭଳି ଆମେ ସୁଖ ମାପୁଛେ। ମାତ୍ରା। ସ୍ପର୍ଶ କଣ? ସ୍ପର୍ଶ ହଉଛି ସେନ୍ସ ଅବଜେକ୍ଟ, ବିଷୟ, ଭୋଗ ବିଷୟ, ଯୋଉଥିରୁ ଯାହା ଦ୍ୱାରା ଆମେ ଭୋଗ କରୁଛେ ବା ଏନ୍ଜୟମେଣ୍ଟ କରୁଛେ, ସେଗୁଡା କଣ? ସେନ୍ସ ଅବଜେକ୍ଟ। କଣ ସେନ୍ସ ଅବଜେକ୍ଟ ହେଲା? ସେ ବି 5ଟି। ସ୍ପର୍ଶ, ଶବ୍ଦ, ରୂପ, ରସ, ଗନ୍ଧ। ତେଣୁ ଏ 5ଟି ଯୋଉ ସେନ୍ସ ଅବଜେକ୍ଟ, ୟା ଦ୍ୱାରା ଆମେ ଟୋଟାଲି 5ଟି ପାଉଛେ କଣ? 5 ପ୍ରକାରର ସୁଖ ଆଉ ଦୁଃଖ। ଟୋଟାଲ ଆଇଦର 5ଟି ସୁଖ ପାଉଛେ, ପୁଣି କେତେବେଳେ 5ଟି ଦୁଃଖ ପାଉଛେ। କେମିତି? ଉଦାହରଣ ସ୍ୱରୂପ ଗୋଟିଏ ଧରନ୍ତୁ, ମୁଁ କହୁଛି, ମାନେ ଶବ୍ଦ, ସେ ହେଲା ସ୍ପର୍ଶ, ସେ ହଉଛି ସେନ୍ସ ଅବଜେକ୍ଟ। ଶବ୍ଦ, ଜଣେ ଆସିକି ଆପଣଙ୍କୁ କହିଲା, ଆରେ ଆପଣଙ୍କ ପୁଅ ଫାର୍ଷ୍ଟ କ୍ଲାସ ଫାଷ୍ଟ ହେଇଛି। ଏ ଶବ୍ଦ କୋଉଠିକି ଗଲା? କାନକୁ। କାନ, କାନ ଶୁଣିଲା ଏବଂ ଆପଣ କଣ ହେଲା? ଖୁସି ଲାଗିଲା, ଆପଣଙ୍କୁ ଆନନ୍ଦ ପାଇଲେ। ଇଏ ହେଲା ସୁଖ। କିନ୍ତୁ ଯଦି ଆସି କହିଲା ଆପଣଙ୍କ ପୁଅ ଫେଲ ହେଇଯାଇଛି, ଶବ୍ଦଟି ଆସିଲା ଏବଂ ସେ ଶବ୍ଦ କାନରେ ପଶିଲା ଏବଂ ତାପରେ ମୁଁ ଦୁଃଖିତ ହେଲି। ତେଣୁ ଏଇଭଳି ସ୍ପର୍ଶ, ଯୋଉ ସେନ୍ସ ଅବଜେକ୍ଟ, ଯୋଉ ଜିନିଷ ଆମକୁ ଆମ ପାଖକୁ ଆସୁଛି, ସେ ସେନ୍ସ ଅବଜେକ୍ଟ ମାଧ୍ୟମରେ ଏଇ ଇନ୍ଦ୍ରିୟକୁ ଆମେ ସେଇ ଅନୁସାରେ 5 ପ୍ରକାରର ସୁଖ ଦୁଃଖ, ଯେମିତି ଶବ୍ଦରେ ମୁଁ ଦେଖିଲି, ଦେଖେଇଦେଲି ଗୋଟେ ଏକ୍ସାମ୍ପଲ ନେଇକି, ଯେ ସୁଖ ଆଉ ଦୁଃଖ ଦୁଇଟି ଜିନିଷ ଆମେ ପାଇଲେ କି ଗୋଟିଏ ପ୍ରକାର ପ୍ରତ୍ୟେକ ସେନ୍ସ ଅବଜେକ୍ଟ ଏବଂ ପ୍ରତ୍ୟେକ ଇନ୍ଦ୍ରିୟ ଆମକୁ ଦି ପ୍ରକାରର ଦଉଛନ୍ତି। ଗୋଟିଏ ସୁଖ ଦଉଛନ୍ତି, ଗୋଟିଏ ଦୁଃଖ ଦଉଛନ୍ତି। ଟୋଟାଲ 5ଟି ସୁଖ, 5ଟି ଦୁଃଖ ଏଇଭଳି ଆମ ଜୀବନରେ ଅଛି। ଇଏ ହେଲା ସ୍ପର୍ଶ। ତୁ କାହିଁକି କହିଛନ୍ତି ଭଗବାନ? ତୁ ର ଅର୍ଥ ହଉଛି, ଭଗବାନ କହୁଛନ୍ତି କେବଳ ମୁଁ ଇନ୍ଦ୍ରିୟ ବିଷୟ କହୁଛି, ଆଉ କିଛି ନୁହେଁ। କେବଳ ଇନ୍ଦ୍ରିୟ, ଇନ୍ଦ୍ରିୟ ଜନିତ ସୁଖ ଦୁଃଖ, ଏକ୍ସଟର୍ନାଲ ତାମାନେ। ଏବଂ ଇନ୍ଦ୍ରିୟରୁ ଯୋଉ ସୁଖ ଦୁଃଖ ମିଳୁଛି, ସେ କହୁଛନ୍ତି ଏଗୁଡିକ ଆଗମ, ଅପାଇନ, ଅନିତ୍ୟ। ଏମାନେ ଆସୁଛନ୍ତି ଯାଉଛନ୍ତି, ଟିକିକି ରହୁନାହାନ୍ତି, ଏମାନେ ଟେମ୍ପରାରୀ ବୋଲିକି ତୁ କହିଲେ। ଏବଂ ସେଥିପାଇଁ କହୁଛନ୍ତି ତିତିକ୍ଷା ସୁ ଭାରତ। ତିତିକ୍ଷ, ୟାକୁ ଟଲରେଟ୍ କର, ଉପାୟ ନାହିଁ ଅର୍ଜୁନ। ତେଣୁ ଯେତେବେଳେ ଅର୍ଜୁନ ପଚାରୁଛନ୍ତି ଯେ ଶରୀର ପ୍ରତି ମୋର ଆସକ୍ତି, ଶରୀର ଚାଲିଗଲା, ପୁଣି 13 ନମ୍ବର ଶ୍ଲୋକରେ ଯଦି ଅର୍ଜୁନ ପଚାରିବେ ଯେ ମୋର ଏଇ ଶରୀର ପ୍ରତି ଆସକ୍ତି ଥିଲା ଏବଂ ସେ ଶରୀରଟି ଚାଲିଗଲା ପରେ ମତେ କଷ୍ଟ ହଉଛି, ତାର ଉତ୍ତର ଏଠି ଦଉଛନ୍ତି ଯେ ଇଏ ହଉଛି ଇନ୍ଦ୍ରିୟ ଭୋଗରୁ ଜାତ ଏବଂ ଅର୍ଜୁନ ତମକୁ ଟଲରେଟ୍ କରିବାକୁ ପଡିବ। ତାନ୍ ତିତିକ୍ଷସୋ ଭାରତ ବୋଲିକି କହିଦେଲେ। ସେ କହୁଛନ୍ତି ଉଦାହରଣ ଦେଇକି ଯେ ଯେମିତି ସୁଖ ଆଉ ଦୁଃଖ, ସରି ଶୀତ ଆଉ ତାପ ଯେମିତି ଆସୁଛନ୍ତି ଯାଉଛନ୍ତି, ଏଠି ରହୁନାହାନ୍ତି ପରମାନେଣ୍ଟଲି, ସେମାନେ ଟେମ୍ପୋରାରୀ ଅନିତ୍ୟ, ସେମିତି ସୁଖ ଆଉ ଦୁଃଖ ସେମାନେ ମଧ୍ୟ ଆସୁଛନ୍ତି ଯାଉଛନ୍ତି, ଟେମ୍ପୋରାରୀ। ସେମାନେ, ତାଙ୍କୁ ଆମେ ଇନଭାଇଟ୍ କରୁନେ, ସେ ତାର ମନକୁ ଆସୁଛନ୍ତି ଏବଂ ଯେମିତି ସୁଖ ଆସୁଛି ସେମିତି ଦୁଃଖ ଆସୁଛି।
କାହିଁକି ନା ଇଏ ଫିକ୍ସଡ, ଇଏ ଆମର ଭାଗ୍ୟ, ଡେଷ୍ଟିନି, ୟା ଉପରେ ଆମର କଣ୍ଟ୍ରୋଲ ନାହିଁ। ସୁଖ ଦୁଃଖ କୋଉଥିପାଇଁ? ଡ୍ୟୁ ଟୁ ଆୱାର କର୍ମ ଫଳ, ଆମର କର୍ମ। ଆମେ ବହୁତ ପୂର୍ବ ଜନ୍ମରେ ଅନେକ କର୍ମ କରିଛେ ଯୋଉଥିରେ ପାପ ଆଉ ପୁଣ୍ୟ ଅର୍ଜନ କରିଛେ। ସେ ପାପ ପୁଣ୍ୟ ଅନୁସାରେ ଆମେ ପାଉଛେ କଣ? ସୁଖ ଦୁଃଖ। ଯେମିତି ହୁଏତ ଆପଣଙ୍କ ଭିତରୁ ଜଣେ ଜଣେ ଅଧିକ ସୁଖ ପାଉଛି, ଆଉ ଜଣେ ଅଧିକ ଦୁଃଖ ପାଉଛି। ତାର କାରଣ ହଉଛି ସେ ଅଧିକ ପୁଣ୍ୟ ଯିଏ କରିଛି ସେ ଅଧିକ ସୁଖ ପାଉଛି, ଯିଏ ଅଧିକ ପାପ କରିଛି ସେ ଦୁଃଖ ଅଧିକ ପାଉଛି। ଯେମିତି ଆମେ କୌଣସି ସଂସ୍ଥାରେ କାମ କରୁଛେ, ଦୁଇ ଜଣ ସମସ୍ତରରେ ଅଛନ୍ତି, କିନ୍ତୁ ଗୋଟେ ମାସର ଦରମା ଜଣକର ଆଉ ଜଣଠୁ ଅଧିକ। ତାର କାରଣ କଣ? ସେ ଏକ୍ସଟ୍ରା କାମ କରିଛି, ଓଭର ଟାଇମ କାମ କରିଛି, ସେଥିପାଇଁ କିଛି ଅଧିକା ପାଇଲା। ସେମିତି ଅଧିକା ଯିଏ ପୁଣ୍ୟ କରୁଛି ଅଧିକା ସୁଖ ପାଉଛି। ଏବଂ ଆକୁ ଏଇ ଯୋଉ ସୁଖ ଦୁଃଖ ମାନେ ଆମ ଜୀବନରେ ବହୁତ ଜିନିଷ କେମିତି କର୍ମ ଫଳ ଦ୍ଵାରା ନିର୍ଦ୍ଧାରିତ ହଉଛି। ଦେଖନ୍ତୁ, କିଏ ଆମ ଭିତରେ କଳା, କିଏ ଆମ ଭିତରେ ଗୋରା, କାହାର ଗଠନ ଭଲ, କାହାର ଗଠନ ଏତେ ଭଲ ନୁହେଁ, କିଏ ଧନୀ ପରିବାରରେ ଜନ୍ମ ହୋଇଛି, କିଏ ଗରିବ ପରିବାରରେ ଜନ୍ମ ହୋଇଛି, କିଏ ବଡ ପଦବୀରେ ଅଛି, କିଏ ଛୋଟ ପଦବୀରେ ଅଛି। ଗୋଟେ ପରିବାରରେ ଦୁଇଟି ଝିଅ, ଜଣେ ଡାକ୍ତର ଜଣେ ନର୍ସ। ଗୋଟେ ପରିବାରରେ ଦୁଇ ପୁଅ, ଜଣେ ଆଇଏଏସ୍ ଅଫିସର ଆଉ ଜଣେ ଡକାୟତ। ଏଭଳି ବି ହଉଛି। ତାର କାରଣ କଣ? ଇଏ ତ ଆମେ ଡିସାଇଡ କରୁନେ ନା। ବାପା ମା ତ ଆମେ ଡିସାଇଡ କରିନେ, ଧନୀ ବାପା କି ଗରିବ ବାପା। ଇଏ ଆମେ କେହି କିଛି ନା, ମୁଁ ଗୋରା ଚର୍ମ ମୋର ନା କଳା ଚର୍ମ। ଇଏ ମୋର ପୂର୍ବର ପାପ ପୁଣ୍ୟ ସେଇ ଅନୁସାରେ ସବୁ ନିର୍ଦ୍ଧାରିତ ହେଇକି ଆସିଛି। ତେଣୁ ଆମେ ସଫର କରୁଛେ ବା ଏନ୍ଜୟ କରୁଛେ ଆମର ସେଇ ପାପ ପୁଣ୍ୟ ଅନୁସାରେ। ନାରଦ ମୁନି ସେ କହୁଛନ୍ତି କୋଉଠି? ଭାଗବତମରେ ଗୋଟେ ଜାଗାରେ କହୁଛନ୍ତି ଯେ ଦୁଃଖକୁ ଆମେ କେବେ ମାଗୁନେ, ମନକୁ ଆସୁଛି, ସେମିତି ସୁଖ ମଧ୍ୟ ମନକୁ ଆସିବ। ତା ପାଇଁ ଗୋଟେ ଅଧିକା ପ୍ରୟାସ କରିବାର ଆବଶ୍ୟକତା ନାହିଁ। ଏ ଲିଟଲ ଏଫର୍ଟ ଇଜ ରିକ୍ୱାର୍ଡ ବୋଲି କହୁଛନ୍ତି, ଟିକେ ଖାଲି ପରିଶ୍ରମ କରିବାର ଅଛି। ଏବଂ ଭଗବାନ ମଧ୍ୟ ଆଗକୁ ଯାଇକି କହିବେ, ଗୋଟେ ଶ୍ଲୋକରେ କହିବେ, ଶରୀର ଯାତ୍ରା ପିଚତେ ପ୍ରସିଦ୍ଧତେ ନା କର୍ମଣ। ମାନେ କର୍ମ ବିନା ଟିକେ ଯଦି ମୁଁ କର୍ମ ଯୋଉ ଦରକାର ତାକୁ ନ କରିବି, ମୋର ଲାଇଫରେ ମୁଁ ଯୋଉ ମାନେ ମୋ ଶରୀରର ମେଣ୍ଟେନ କରିବା ପାଇଁ ଯଦି ମୁଁ ତାକୁ ନ କଲି ଟିକେ ନାକୁ ଏଫର୍ଟ, ତାହେଲେ କଣ ହବ? ସେଇ ଯୋଉଟା ପାଇବାର ଜିନିଷ ଅଛି ସେଟା ପୋଷ୍ଟପୋନ ହେଇଯିବ ମୋର କୋଉଠିକି? ତାର ପର ଜନ୍ମକୁ। ଏ ଜନ୍ମରେ ଆଉ ମିଳିବନି। ତ ଲିଟଲ ଏଫର୍ଟ ଇଜ ରିକ୍ୱାର୍ଡ। ଗୋଟେ ଅଧିକ ପ୍ରୟାସ କରିବାର ଆବଶ୍ୟକତା ନାହିଁ ସୁଖ ପାଇଁ। ପ୍ରହ୍ଲାଦ ମଧ୍ୟ ଯିଏ ହଉଛନ୍ତି ଗ୍ରେଟେଷ୍ଟ ଟିଚର, ତାଙ୍କଠୁ ଆଉ ବଡ ଆଚାର୍ଯ୍ୟ ଆଉ ଆମେ କାହାକୁ ପାଇବାନି। ସେ ମଧ୍ୟ ଭାଗବତମରେ ଗୋଟେ ଜାଗାରେ କହୁଛନ୍ତି ତାଙ୍କର ଏଇ ଯୋଉ ଏଇ ବିଷୟରେ ଯେ ସୁଖ ଦୁଃଖ ଉପରେ ସେ କହୁଛନ୍ତି ଯେ तत्प्रयासो न कर्तव्य यतः आयुर्व्यः परम न तथा बिंदन्ते क्षमम मुकुंद चरणाम्बुजम। କଣ କହୁଛନ୍ତି? ତତ୍ ପ୍ରୟାସ ନ କର୍ତ୍ତବ୍ୟ, ଅଧିକ ପ୍ରୟାସ ସେଇଭଳିଆ ଅଧିକ ପ୍ରୟାସ କରିବାର ଆବଶ୍ୟକତା ନାହିଁ। ୟତଃ ଆୟୁର୍ବ୍ୟୟ ପରମ, ଏଇଭଳିଆ ପ୍ରୟାସ କରିକି ନିଜ ଜୀବନର ଯୋଉ ମୂଲ୍ୟବାନ ସମୟ ତାକୁ ନଷ୍ଟ କରିବାରେ କିଛି ଫାଇଦା ନାହିଁ। ନ ତଥା ବିନ୍ଦନ୍ତେ, ସେଥିରେ କୌଣସି ଅଧିକ ସୁଖ ମିଳିବାର ଆଶା ନାହିଁ। ଇଏ ଫିକ୍ସଡ ସୁଖ। କ୍ଷେମମ୍, ବରଂ କଣ କରିବା ଉଚିତ? ଟୁୱାର୍ଡସ ହାୟର ଗୋଲ, ଯୋଉ ଉଚ୍ଚ ଲକ୍ଷ୍ୟ ଅଛି ସେ ଉଚ୍ଚ ଲକ୍ଷ୍ୟ ଆଡେ ଅଗ୍ରସର ହବାର ଅଛି। ସେ ଉଚ୍ଚ ଲକ୍ଷ୍ୟ କଣ? ମୁକୁନ୍ଦ ଚରଣାମ୍ବୁଜମ। ମୁକୁନ୍ଦ ବୋଲେ ଭଗବାନ ଶ୍ରୀକୃଷ୍ଣ, ତାଙ୍କର ଚରଣ ତଳେ ଆଶ୍ରୟ ନବା। କାହିଁକି ମୁକୁନ୍ଦ ଶବ୍ଦଟି କାହିଁକି ୟୁଜ କରାଯାଇଛି? କାରଣ ସେ ମୁକ୍ତି ଦିଅନ୍ତି। ତେଣୁ ଭଗବାନ କହୁଛନ୍ତି ଏଠି ଏଠି ପ୍ରହ୍ଲାଦ କହୁଛନ୍ତି ଯେ ଆମର ଅଧିକ ପ୍ରୟାସ କରିବାର ଆବଶ୍ୟକତା ନାହିଁ ସୁଖ ପାଇଁ। ସୁଖ ଅଲରେଡି ଫିକ୍ସଡ ଆମ ଜୀବନରେ। ଆମକୁ ଖାଲି ଟିକେ ପ୍ରୟାସ କରିବାକୁ ହବ ସେଇ ସୁଖ ପାଇବା ପାଇଁ। ଏବଂ
कौन हम ना जो समय आम पाखे जहाँ आम अधिका प्रयास एपटे करुचे बरं से प्रयास डाइवर्ट करार अच्छी टुवर्ड्स हायर गोल से हायर गोल हूँ भगवान पाखे शरणापन्न ताहले हमको मुक्ति मिलिबो बोलिकी प्रहलाद कहते तेबे से मुक्ति जदि मिलिबो तार बाट कौन कौन कले भगवान सेवा करवा भक्तंकर सेवा करवा मान कृष्णंकर सेवा भक्तंकर सेवा चैंटिंग करवा भगवान नाम नवा ये सब जिनस हमको करने को पड़िबो एवं जदि आम अधिक प्रयास आम आमर आवश्यकता नहीं प्रहलाद कहते अधिक प्रयास करिवार आवश्यकता नहीं कहीं ना सुख दुख फिक्स्ड से आसवे जीवे एवं टेम्परारी किंतु अर्जुन गोटे प्रश्न पचारि पारती ठीक अच्छे कृष्ण आप कहते मु मानि नेली जे शरीर परिवर्तन होउची एवं मु गोटे नुआ शरीर पाइबी बा भीष्म द्रोण नुआ शरीर पाइबे मृत्यु पर किंतु मोर कंसर्न होची जो भीष्म द्रोणकर जो शरीरटी वर्तमान शरीर से चलीगला पर जो नुआ शरीरटी पाउचंती जो पुराना शरीर सांगरे मोर जो आसक्ति थिला मोर जो स्नेह थिला श्रद्धा थिला बा मोर जो संपर्क थिला जो बिकॉज दैट वाज डियर एंड नियर टू मी से शरीरटा କିନ୍ତୁ ସେଇ ଏଇ ଯୋଉ ନୂଆ ଶରୀର ପାଇବି ମୋର ସେଇଭଳିଆ ସମ୍ପର୍କ ରହିବ କି ସେ ନୂଆ ଶରୀରର ସାଙ୍ଗରେ କୃଷ୍ଣ କହୁଛନ୍ତି ଅସମ୍ଭବ କଣ କରିବା ସେଇଟା ସମ୍ଭବ ନୁହେଁ ସେଥିପାଇଁ କହୁଛନ୍ତି ସହିବାକୁ ପଡିବ କାହିଁକି ନା ଆମେ ଯେତେବେଳେ କର୍ତ୍ତବ୍ୟ କରୁଛେ ସେ କର୍ତ୍ତବ୍ୟ ବେଳେ ସବୁବେଳେ ସୁଖ ଆସିବ ବୋଲିକି କିଛି ମାନେ ନାହିଁ ଦୁଃଖ ମଧ୍ୟ ଆସିପାରେ କଷ୍ଟ ମଧ୍ୟ ଆସିପାରେ आमे जेतबेले कर्तव्य करूचे तेणु अर्जुन तमर काम वाला युद्ध करवा परिवार युद्ध एवं सम्मुखें जदि भी अछंती किए निजर लोक परिवार लोक कष्ट तो हम कि तुमको कर्तव्य करने को पड़ो उदाहरण स्वरूप जदि देखु आमर भारत वर्ष रे टेम्परेचर बेले बेले 50 डिग्री पड़े जाऊँगी लोक मैंने कौन काम धंदा छाड़ी दे घरे बसुँच से 50 डिग्री भी कम कर सिना बहुत जिनस डेभलपमेंट हो अतीत लोक जदि से कम न करेंगे 50 डिग्री रोजी रोटी केमी कमेबे सेमती फॉरेन कंट्री रे टेम्परेचर 0 डिग्री तलू को पड़ो तथा से कम कर प्रपाद आहरी बढ़िया एग्जांपल दौरान जे गरम दिन में माँ जो रोषे घरे कम करे चुली फुंकिकी ये करके झाड़ बोही जाऊव करुँच से समय कहीं कर पिला माने खाइबे जदि न करिवे से कौन काम बंद करदेवे कि झाड़ बहुची कष्ट होउची कष्ट लगुची बोली कि पिला माने खाइबे केमिति तेणु ताकू करबा पड़ुची माँ को सेमती जे साधक स्पिरिचुअल जे साधक सी कौन करुची से सकाळु उठिकी 3:30-4 राति उठिकी तार स्नान करिकी सब नित्यकर्म सारिकी से जप करवा आरंभ करुची तो नेचुराली से कौन ताकू छाड़ीदेव कि से साधना शीत होउची बोली कि शीत दिने तो करने को पड़ी थाए से अर्जुन को कहते जे बहुत ये कष्ट हम कहीं ना तमें ए प्रेजेंट शरीर सहित तुम आसक्ति आ से शरीर जो चली जाऊँगी तुमको कष्ट लगुच किंतु ये कर्तव्य करने बेले तुमको या टलरेट करने को पड़ो ये जो कष्ट आनंद ये सब टलरेट करने को पड़ो आमे कर्तव्य कला बेले केतबेले आम खुशी होचे खुशी मिलुची केतबेले दुख मिलुची एवं तमे जो मारी दौच भावना मारी दौच कहीं ना तमे धर्म नीति अनुसार करुच एवं मोर गाइडेंस रे मध्य करुच तमे जदि तमे एतिकी जानिबा दरकार सॉरी कहउचंदी तमे एतिकी जानिबा दरकार जे अर्जुन ये मो गाइडेंस रे तमे करुच एवं से माने नुआ शरीर पाइबे जो शरीर रे थिबो अधिक शक्ति एवं से माने मुक्ति भी पाई पारंती पाप मुक्त शरीर भी पाई पारंती एवं तमे जदि युद्ध न करिवो तांकु न मारिवो तमे कोन भाबुछ तांकु बंचेई दबो तांकर एक्सपायरी डेट फिक्स से माने तमे आजि तांकु न मारले से काली मरी जिवे
କାଲି ତମେ କଣ କରିବ? ସେ ଯଦି କାଲି ମରିଯିବେ ତମେ ବି ଶୋକ କରିବ ତ। ତେଣୁ ତମେ ଆଜି ମାରିଲେ ଯାହା, କାଲି ସେମାନେ ମନକୁ ମରିଗଲେ ମଧ୍ୟ ସେୟା ଏକା ଜିନିଷ। ତେଣୁ ତମକୁ ମାରିବାକୁ ପଡିବ। ସେଥିପାଇଁ ସେ କହୁଛନ୍ତି ଯେ ତମେ ଇନ୍ଦ୍ରିୟାରାମ ହୁଅ ନା ଆତ୍ମାରାମ ହୁଅ। ଇନ୍ଦ୍ରିୟାରାମ ମାନେ ଯୋଉ ଇନ୍ଦ୍ରିୟ ମାନେ ଇନ୍ଦ୍ରିୟ ଭୋଗରେ ସୁଖ ଦୁଃଖକୁ ମାପୁଛି, ତାକୁ ଇନ୍ଦ୍ରିୟାରାମ କହନ୍ତି। କହୁଛନ୍ତି ଯେ ତମେ ଆତ୍ମାରାମ ହୁଅ, ବୋଲେ କୃଷ୍ଣ ସୁଖକୁ ମାପିବାକୁ ଚେଷ୍ଟା କର। ତମେ ହଉଛ କୁନ୍ତୀଙ୍କ ପୁଅ। କୁନ୍ତୀ କେତେ କଷ୍ଟ କରିଥିଲେ ତମମାନଙ୍କୁ। ଜଙ୍ଗଲରେ ବାପା ମରିଗଲା ପରେ ବାପ ଛେଉଣ୍ଡ ପିଲାମାନଙ୍କୁ ସେ ଏକୁଟିଆ ଧରିକି ଆସିକି ଯେତେବେଳେ ପହଞ୍ଚିଲେ ହସ୍ତିନାପୁରରେ, କେତେ ପ୍ରକାରର ଅନ୍ୟାୟ ଅତ୍ୟାଚାର ହେଇଛି, ସବୁ ତ ସେ ସହିଛନ୍ତି। ସେଇ ତ ତମର ମା, ଏବଂ ତାଙ୍କ ଦେହରେ କ୍ଷତ୍ରିୟ ରକ୍ତ ପ୍ରଭାବିତ। ସେ ହଉଛନ୍ତି ମୋର ବୁଆ, ଅର୍ଥାତ ମୋର ପିଇସି ନାନୀ। ତେଣୁ ତାଙ୍କ ଦେହରେ ସେଇ କ୍ଷତ୍ରିୟର ରକ୍ତ, ଏବଂ ତମ ଦେହରେ ମଧ୍ୟ ସେ କ୍ଷତ୍ରିୟର ରକ୍ତ। ଏବଂ ତମେ ଭରତ ବୋଲିକି ଏଠି ସମ୍ବୋଧନ କରିଛନ୍ତି। କହୁଛନ୍ତି ତମେ ବାପ ସାଇଡରୁ ତମେ ହଉଛ ଉଚ୍ଚ ବଂଶଧର ଏବଂ ତମର ପରମ୍ପରା ଅତି ଉନ୍ନତ। ତେଣୁ ତମ ପାଖରେ ଉତ୍ତରୋତ୍ତର ଦାୟିତ୍ୱ ଅଛି। ତେଣୁ ତମକୁ ଯୁଦ୍ଧ କରିବାକୁ ପଡିବ। ତମେ କ୍ଷତ୍ରିୟ ବୋଲିକି କହୁଛନ୍ତି। ଏବଂ କହୁଛନ୍ତି ଯେ କୃଷ୍ଣ ସୁଖକୁ ମାପ। ତମେ ଆଉ ଇନ୍ଦ୍ରିୟାରାମ ହୁଅ ନା ଆତ୍ମାରାମ ହୁଅ। ଅର୍ଜୁନ, ତମେ ଯଦି ଦୁଃଖ ହଉଛି ଯେ ମାୟାକୁ ମାପେ, ମାନେ ମାୟାକୁ ଯିଏ ସେବା କରେ ସେ ସେହି ଦୁଃଖ ପାଏ। ମାୟା କୋଉଟା? ଏ ଶରୀର, ଏ ଭୌତିକ ଜଗତ, ଏ ଶରୀରରେ ଥିବା ଯୋଉ ଇନ୍ଦ୍ରିୟ, ଏମାନେ ମାୟା। ତେଣୁ କୃଷ୍ଣ ସେବା କରିବା ଉଚିତ। ଇନ୍ଦ୍ରିୟାରାମ ନ ହେଇକି ଆତ୍ମାରାମ ହୁଅ। ଏ ଶରୀର ତ ପରିବର୍ତ୍ତନ ହଉଛି, ପରିବର୍ତ୍ତନଶୀଳ ଶରୀର ଇଏ, କିନ୍ତୁ ଆତ୍ମା ଫିକ୍ସଡ ପରମାନେଣ୍ଟ, ତାର ପରିବର୍ତ୍ତନ ନାହିଁ। ତେଣୁ ପ୍ରକୃତ ସୁଖ ହଉଛି କୃଷ୍ଣ ସୁଖ। ତେଣୁ ସୁଖ ଦୁଃଖକୁ ଏଇ ଇନ୍ଦ୍ରିୟ ଭୋଗ ମାଧ୍ୟମରେ ମାପିବାକୁ ଚେଷ୍ଟା କର ନା, ତାକୁ ଟଲରେଟ୍ କର। କାହିଁକି ନା ଇଟ୍ ଇଜ ମାତ୍ରା ସ୍ପର୍ଶ ଟୁ, ଅର୍ଥାତ ଇଏ ମିସ୍ ଆଇଡେଣ୍ଟିଫିକେସନ ଯୋଗୁଁ ହଉଛି। ଟ୍ରାଏ ଟୁ ଅଣ୍ଡରଷ୍ଟାଣ୍ଡ। ସେ କହୁଛନ୍ତି ବୁଝିବାକୁ ଚେଷ୍ଟା କର ଯେ ତମେ ଯେତେବେଳେ ନିଜକୁ ଶରୀର ଭାବୁଛ, ଇଏ ସେତେବେଳେ ଜଣା ପଡୁଛି। ତମେ ବୁଝିବାକୁ ଚେଷ୍ଟା କର ତମେ ଶରୀର ନୁହେଁ। କିନ୍ତୁ ତଥାପି ଅର୍ଜୁନ କନଭିନ୍ସଡ ହେବେନି। ଅର୍ଜୁନ ପଚାରିବେ ଠିକ ଅଛି ଆପଣ କହୁଛନ୍ତି ଇଏ ହଉଛି ସୁଖ ଦୁଃଖ, ଏସବୁ ହଉଛି ଅନିତ୍ୟ, ଆଗମ ଅପାଇନ, ବୁଝୁଛି, ଏବଂ ଆସୁଛନ୍ତି ଯାଉଛନ୍ତି, ଟେମ୍ପୋରାରୀ, ଏଥିରେ ମୋର କଣ୍ଟ୍ରୋଲ ନାହିଁ। ଏ ସୁଖ ଦୁଃଖ ମୋର ପୂର୍ବ କର୍ମ ଅନୁସାରେ। କିନ୍ତୁ ଏ ଶରୀର ଯୋଉ ଚାଲି ଯାଉଛି, ମତେ ତ କଷ୍ଟ, ମୁଁ ତ ସହିବି। ସହିଲେ ମୋର ଫାଇଦା କଣ? Why should I tolerate? ତାର ଉତ୍ତର 15 ନମ୍ବର ଶ୍ଲୋକରେ ଭଗବାନ ଦେବେ। ଆମେ ଯେତେବେଳେ ନେକ୍ସଟ କ୍ଲାସରେ ଆସିବା ଏଇ ଶ୍ଲୋକଟିର ଆଲୋଚନା କରିବା। ତେବେ ଏଇଭଳି ଆମେ ଦେଖିଲେ ଯେ କୃଷ୍ଣ ଗ୍ରାଜୁଆଲି ଯୋଉ ଜ୍ଞାନ ଦଉଛନ୍ତି କଣ୍ଟିନ୍ୟୁଅସ୍, 11 ନମ୍ବର ଶ୍ଲୋକରୁ ଆରମ୍ଭ କରିକି ଏ 30 ନମ୍ବର ପର୍ଯ୍ୟନ୍ତ, ଏ କଣ୍ଟିନ୍ୟୁଅସ୍ ବର୍ତ୍ତମାନ ଏଇ 15 ନମ୍ବର ଶ୍ଲୋକ ପରେ ପୁଣି ଆରମ୍ଭ ହେଇଯିବ କଣ ନା, ସେ ବୁଝେଇବାକୁ ଚେଷ୍ଟା କରିବେ ଯେ ଆତ୍ମାର କ୍ୟାରେକ୍ଟରିଷ୍ଟିକ୍ସ ମାନେ କଣ, ଆହୁରି ଡିପର ଭିତରକୁ ଯିବେ। ସେ এইଭଳି 30 ନମ୍ବର ଶ୍ଲୋକ ପର୍ଯ୍ୟନ୍ତ ପୁରା ସମ୍ପୂର୍ଣ୍ଣ ଜ୍ଞାନ ଅର୍ଜୁନଙ୍କୁ ଦବାକୁ ଚେଷ୍ଟା କରିବେ। ସେ ଅର୍ଜୁନଙ୍କୁ ତ ଦଉନାହାନ୍ତି, ସେ ଆକ୍ଚୁଆଲି ଆମକୁ ଦଉଛନ୍ତି। କାରଣ ଇଗ୍ନୋରାନ୍ସ ଯୋଉ ଅଜ୍ଞାନତାରେ ଅଛନ୍ତି, ସେମାନେ ହଉଛି ଆମେ ମାନେ। ଅର୍ଜୁନଙ୍କ ମାଧ୍ୟମରେ ସେ ଆମକୁ ଦଉଛନ୍ତି। ତେଣୁ ଆମେ ଏଥିରୁ ଶିଖିଲେ ଆମର କଣ୍ଟ୍ରୋଲ ନାହିଁ। ଯୋଉ ସୁଖ ଦୁଃଖ ଇଏ ହଉଛି ଏକ୍ସଟର୍ନାଲ, ଆକ୍ଚୁଆଲି ଇଏ ମୋର ଇନ୍ଦ୍ରିୟ ଭୋଗରୁ ସୃଷ୍ଟି ହଉଛି। ଏ ଇନ୍ଦ୍ରିୟ ହଉଛି ଏ ଶରୀରର, ଏ ଶରୀର ମୋର ନୁହେଁ। ଏ ଶରୀର ସହିତ ମୋର ସମ୍ପର୍କ ନାହିଁ, ମୁଁ ଶରୀର ନୁହେଁ। ଯେଦିନ ପର୍ଯ୍ୟନ୍ତ ମୋ ପାଖରେ ଏ ଶରୀର ଅଛି, ଏ ଇନ୍ଦ୍ରିୟ ଭୋଗ ହବ ଏବଂ ମତେ ଏଇଭଳି କଷ୍ଟ ହଉଥିବ। ତେଣୁ ମୁଁ ଯେତେବେଳେ ବୁଝିଗଲି ମୁଁ ଶରୀର ନୁହେଁ, ତେଣୁ ଆକୁ ମତେ ଟଲରେଟ୍ କରିବାକୁ ହବ। ଏବଂ ଟଲରେଟ୍ କରିବାର ମାଧ୍ୟମ ହଉଛି ଯେତେବେଳେ କେମିତି ଟଲରେଟ୍ ମାନେ କରିବା। ଟଲରେଟ୍ କହିଦେଲେ ତ ଆମେ ଟଲରେଟ୍ କରିପାରିବାନି। ଯେତେବେଳେ ଆମେ କୃଷ୍ଣ ସୁଖ ପାଇବାକୁ ଚେଷ୍ଟା କରିବା, ଅର୍ଥାତ ଯେତେବେଳେ ଆମେ ହରେ କୃଷ୍ଣ ମହାମନ୍ତ୍ର ଜପ ଆରମ୍ଭ କରିଦେବା ଏବଂ ଗୀତା
ମାନେ ଗୀତାର ଜ୍ଞାନ ଆମେ ନବା ଚେଷ୍ଟା କରିବା ଏବଂ ଭଗବାନଙ୍କର ସେବା ଆରମ୍ଭ କରିଦବା, ତାହେଲେ ଆମର ଅଟୋମେଟିକାଲି ଏ ଏ ଯୋଉ ଦୁଃଖ କଷ୍ଟ ଏଇ ଯାହା ବି ଆମର ଫିଲ୍ ହଉଛି, ଆମର ଫିଲିଙ୍ଗ ଆସିବ ନାହିଁ। ଆମର ମାଇଣ୍ଡ ଡାଇଭର୍ଟ ହେଇଯିବ, ଆମେ ଆସ୍ତେ ଆସ୍ତେ ସିଆଡେ ଚାଲିବା, କୃଷ୍ଣ ସୁଖ ଆଡେ ଚାଲିବା। ଇଏ ଆମକୁ ଲାଗିବ ଛୋଟ ଜିନିଷ ବୋଲିକି, ଆମେ ୟାକୁ ବହୁତ ଛୋଟ ବୋଲି ଭାବିବା, କାହିଁକି ନା ଆମେ ହାୟର ଗୋଲ ଆଡେ ଆସ୍ତେ ଆସ୍ତେ ଯାଉଛେ। ଇଏ ହେଲା ଟଲରେଟ କରିବାର ମେକାନିଜମ। ତଥାପି କୃଷ୍ଣ ବି ପଚାରିବେ 15 ନମ୍ବର ଶ୍ଲୋକ ପରେ ଯେ ଟଲରେଟ କରିବି ଫାଇଦା ପଚାରିବେ, ଫାଇଦା ପଚାରିଲା ପରେ କୃଷ୍ଣ ମଧ୍ୟ ପୁଣି ଆଉ ଥରେ ପଚାରିବେ ଯେ ଠିକ ଅଛି ଟଲରେଟ କରିବାର ମେକାନିଜମ କଣ, ପ୍ରୋସେସ କଣ, କେମିତି ଟଲରେଟ କରିବି, ତାର ମଧ୍ୟ ଉତ୍ତର ଦେବେ ସେ 16-17 ଆଡେ ଯିବେ ଭଗବାନ ବୁଝେଇବା ପାଇଁ। ତେଣୁ ଏତିକିରେ ଆଜି ଆମେ ରହିବା। ଯାହା ଡାଉଟ ଅଛି ଆପଣ ରେସ୍ କରିଦେବେ କୋଉଥିରେ, ଆମର ଗ୍ରୁପରେ ପ୍ରଶ୍ନ ମାଧ୍ୟମରେ। ଆମେ ମୁଁ ଚାହିଁବି ଯଦି ଚେଷ୍ଟା କରିବି ଉତ୍ତର ଦେଇଦେବା ପାଇଁ, ନାଇଁ ଯଦି ସେ ଉତ୍ତରଟି ଟିକେ ନାକୁ ବୁଝିବା ଦରକାର, ତାହେଲେ ମତେ ଆସିବାକୁ ପଡିବ ନେକ୍ସଟ ଡେ କ୍ଲାସରେ, ପ୍ରଥମ 2 ମିନିଟ 4 ମିନିଟ ଭିତରେ ବୁଝେଇଦେବି। ହରେ କୃଷ୍ଣ, ଆଜି ଆମେ ଏଇଠି ବିରାମ ନବା। ସମସ୍ତେ ଆସୁଛନ୍ତି, ସମସ୍ତଙ୍କୁ ମୋର ବିନମ୍ର ପ୍ରଣାମ ଏବଂ ସ୍ୱାଗତ ବି କରୁଛି, ଏମିତି ଆସନ୍ତୁ। ଏବଂ ଏଇ ଯୋଉ ଆମେ ଯୋଉ ମାନେ ଜ୍ଞାନଟି ପାଉଛେ, ସେ ଜ୍ଞାନର ଫାଇଦା ଉଠେଇବାକୁ ଆମେ ଚେଷ୍ଟା କରିବା ଉଚିତ। ପ୍ରଥମ କଥା ହେଲା ଭଗବତ ଗୀତା ଆପଣଙ୍କ ପାଖରେ ରହିବା ଉଚିତ, ଫାର୍ଷ୍ଟ ଥିଙ୍ଗ। ତାହେଲେ ଯେତେବେଳେ ଆମେ ଡିସ୍କସନ କରୁଛେ ଶ୍ଲୋକ ଅନୁସାରେ, ତାର ବେନିଫିଟ ଆମେ ପାଇବା। ଦ୍ୱିତୀୟ ଜିନିଷ ହଉଛି ଆପଣଙ୍କ ଯେତେ ଯେତେ ଶୀଘ୍ର ପାରିବେ ଚାଣ୍ଟିଂ ଆରମ୍ଭ କରନ୍ତୁ, ଭଗବାନ ମାନେ କୃଷ୍ଣଙ୍କର ନାମ ନବା ଆରମ୍ଭ କରନ୍ତୁ। ମୁଁ ଗୋଟିଏ କ୍ଲାସ ନେଇଛି ଜପ ଉପରେ, ପୂର୍ବ କ୍ଲାସରେ ସମୟ ଥିଲା। ପୁଣି ଯେତେବେଳେ 15 ନମ୍ବର ଆଜି 14 ଚାଲିଗଲା, 15 ଚାଲିଗଲା ପରେ ହୁଏତ ଯେତେବେଳେ 16-17 ଆଡେ ଆମେ ଗୋଟେ ସମୟ ମିଳିପାରେ କିଛି, ସେତେବେଳେ ଆମେ ପୁଣି ଜପ ଉପରେ ଆହୁରି ନବା। ଜପଟା ହଉଛି ମୋଷ୍ଟ ଇମ୍ପୋର୍ଟାଣ୍ଟ, ଲାଇଫର 90 ଭାଗ ହଉଛି, ଆଧ୍ୟାତ୍ମିକ ଜୀବନର 90 ଭାଗ ହଉଛି ଜପ। ତେଣୁ ଜପଟି ପରଫେକ୍ଟଲି କରିବା ପାଇଁ ଆମେ ଚେଷ୍ଟା କରିବା ଉଚିତ। ଆସ୍ତେ ଆସ୍ତେ ଆମେ କ୍ୱାଣ୍ଟିଟି ବଢେଇବା, କ୍ୱାଲିଟି ମଧ୍ୟ ବଢେଇବାକୁ ଚେଷ୍ଟା କରିବା। हरे कृष्ण। ग्रंथराज भगवद गीता की जय, श्रील प्रभुपाद की जय, गौर भक्त वृंद की जय। हरे कृष्ण।